ଚୁଡ଼ିର ସଂଖ୍ୟା। ଆସନ୍ତୁ ସାଙ୍ଗମାନେ କାହାଣୀଟି ଶୁଣିବା। ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିଦେବେ। ତାହେଲେ ଆସନ୍ତୁ କାହାଣୀକୁ କଣ୍ଟିନ୍ୟୁ କରିବା। ଦିନେ ଆକବରଙ୍କ ସଭାରେ ସମସ୍ତ ମନ୍ତ୍ରୀ ଓ ପାରିଷଦ ବର୍ଗ ଉପସ୍ଥିତ ଥାନ୍ତି। ରାଜ୍ୟର ସୁବିଧା ଅସୁବିଧା ସମ୍ପର୍କରେ ରାଜା ସମସ୍ତଙ୍କ ଠାରୁ ପଚାରି ବୁଝୁଥାନ୍ତି। ରାଜ୍ୟ ସମ୍ପର୍କରେ ଆଲୋଚନା ସରିବା ପରେ ଆକବର ବୀରବଲଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଚାହିଁଲେ। ବୀରବଲଙ୍କୁ ପଚାରିଲେ, ବୀରବଲ, ତୁମେ ଯଦି ପ୍ରକୃତରେ ବୁଦ୍ଧିମାନ ତାହେଲେ ମୋର ଏହି ସାଧାରଣ ପ୍ରଶ୍ନଟିର ଉତ୍ତର ଦିଅ। ପ୍ରଶ୍ନଟି ହେଲା, ତୁମ ପତ୍ନୀ ତାଙ୍କ ହାତରେ କେତେ ଚୁଡ଼ି ପିନ୍ଧିଛନ୍ତି? ମହାରାଜ ଆକବରଙ୍କର ପ୍ରଶ୍ନ ଶୁଣି ବୀରବଲ ଆଶ୍ଚର୍ଯ୍ୟ ହୋଇଗଲେ। ସେ କେବେ ପତ୍ନୀଙ୍କ ହାତର ଚୁଡ଼ିର ସଂଖ୍ୟା ଗଣିବାକୁ ଚେଷ୍ଟା ମଧ୍ୟ କରିନାହାନ୍ତି, କାରଣ ଏହାର ଆବଶ୍ୟକତା ମଧ୍ୟ ନାହିଁ। ତେଣୁ ସେ ସଙ୍ଗେ ସଙ୍ଗେ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ବୀରବଲ ଉତ୍ତର ଦେଇ ନ ପାରିବାରୁ ଆକବର ମନେ ମନେ ଖୁସି ହେଲେ ଯେ ଏତେ ଦିନେ ବୀରବଲ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନାହାନ୍ତି। ବୀରବଲ ମଧ୍ୟ ସବୁ ସମୟରେ ପତ୍ନୀଙ୍କ ପାଖରେ ରହୁଥିଲେ ମଧ୍ୟ କେବେ ଚୁଡ଼ିର ସଂଖ୍ୟାକୁ ନଜର ଦେଇନାହାନ୍ତି। ଏହାପରେ ବୀରବଲ ମହାରାଜାଙ୍କୁ ଓଲଟି ପ୍ରଶ୍ନ କଲେ, ମହାରାଜ, ଆପଣ ତ ଦିନକୁ 100 ଥର ଦର୍ପଣ ସମ୍ମୁଖରେ ଠିଆ ହୋଇ ମୁଖ ଦର୍ଶନ କରୁଥିବେ, ଦିନକୁ 10 ଥର ମୁଣ୍ଡ କୁଣ୍ଡାଉଥିବେ। ତେବେ କୁହନ୍ତୁ ତ ଆପଣଙ୍କ ମୁଣ୍ଡରେ କେତେ କେଶ ଅଛି? ଆକବର କହିଲେ, ବୀରବଲ, ତୁମେ କାହା ସହିତ କାହାକୁ ତୁଳନା କରୁଛ? ଚୁଡ଼ିକୁ ତ ଖୁବ୍ ସହଜରେ ଗଣାଯାଇପାରିବ। ମୁଣ୍ଡରେ ଥିବା କେଶକୁ କ'ଣ କେହି କେବେ ଗଣିପାରେ? ବୀରବଲ କହିଲେ, ତାହେଲେ ଠିକ୍ ଅଛି ମହାରାଜ, ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ଏକମତ। ତାହେଲେ ଆପଣ ବର୍ତ୍ତମାନ ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଆପଣ ପ୍ରତିଦିନ କେତୋଟି ପାହାଚ ଚଢ଼ି ଉପର ମହଲାକୁ ଯାଉଛନ୍ତି? ବୀରବଲଙ୍କ ପ୍ରଶ୍ନ ଶୁଣି ଆକବର କିଛି ଉତ୍ତର ଦେଇପାରିଲେ ନାହିଁ। ନିଜେ ନିଜେ ଖାଲରେ ପଡ଼ିଲେ। ମହାରାଜ, ଚୁଡ଼ି ଠାରୁ ତ ପାହାଚ ଗୁଡ଼ିକ ଗଣିବା ଖୁବ୍ ସହଜ ସାଧ୍ୟ। ଯେତେବେଳେ ଆପଣ କେବେ ଇଚ୍ଛା କରିନାହାନ୍ତି ପାହାଚ ଗଣିବାକୁ କିମ୍ବା ଆପଣଙ୍କର ଏହା କୌଣସି କାର୍ଯ୍ୟରେ ଆସିବ ନାହିଁ, ଠିକ୍ ସେହିପରି ମୁଁ କାହିଁକି ଚୁଡ଼ି ଗଣିବି? ମୋର ବା ତାହା କି କାର୍ଯ୍ୟରେ ଆସିବ? ବୀରବଲଙ୍କ କଥାରେ ଆକବର ମୁଗ୍ଧ ହୋଇ ନିଜ ବେକରେ ପିନ୍ଧିଥିବା ମୋତିମାଳା ବୀରବଲଙ୍କୁ ପ୍ରଦାନ କଲେ। ତ ସାଙ୍ଗମାନେ ଏହି ଛୋଟିଆ କାହାଣୀ କେମିତି ଲାଗିଲା? ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିବେ। ଥ୍ୟାଙ୍କ୍ସ ଫର ୱାଚିଂ। ଓକେ, ବାଏ ବାଏ।